ओम नमः शिवाय। ମୁଁ ଜ୍ୟୋତିର୍ବିଦ ରୁଦ୍ରପ୍ରସନ୍ନ ମହାପାତ୍ର ଭୁବନେଶ୍ୱର ଓଡ଼ିଶାରୁ କହୁଛି। ଆଜି ସେମିତି ଗୋଟେ ଟପିକ୍ କହିବି ଯେଉଁଟାକି ଜ୍ୟୋତିଷ ସହିତ ଏତେ ରିଲେଟେଡ୍ ନୁହେଁ। ମାନେ ଜ୍ୟୋତିଷ ହିଁ ନୁହେଁ କିନ୍ତୁ ଜ୍ୟୋତିଷ ସହିତ କିଛି ମାତ୍ରା ରିଲେଟେଡ୍। ସେ ହେଲା କଥାକାର ଆଉ ବେପାର। କ'ଣ? କଥାକାର ଆଉ ବେପାର। ମୁଁ ଜାଣିନି କ'ଣ ପାଇଁ, କିନ୍ତୁ ଏଇ ଯେଉଁ କିଏ ଜଣେ ଆଶ୍ରମ କଲେ, କିଏ ଜଣେ ସାଧୁ ହେଲେ, ଜ୍ୟୋତିଷ ବି ହେଲେ, କିଏ ଜଣେ କଥାକାର ବି ହେଲେ, ଲୋକେ ସମାନ ଗୋଟିଏ ବୋଲି ଭାବନ୍ତି। ଏ ହେଲା ଗୋଟେ ଭୁଲ। ଦ୍ୱିତୀୟତଃ, ଯଦି ଏମାନଙ୍କ ଭିତରୁ କିଏ ଜଣେ ପଇସା ରୋଜଗାର କଲେ ତାହେଲେ ଆଉ ଲୋକଙ୍କ ଦେହରେ ଯିବନି। ଯାହା ହଉ ଭାଗ୍ୟକୁ ମୋର ଗାଡ଼ି ଘୋଡ଼ା ଘର ସଂସାର ରୋଜଗାର ଘର ଦ୍ୱାର କିଛି ନାହିଁ, ନହେଲେ ଆଗ ଲୋକ ମୋତେ ହିଁ କିଛି କୁହନ୍ତି ବୋଧେ। କହିବାର ବିଶେଷ ତାତ୍ପର୍ଯ୍ୟ ହେଲା କି ଆଜିକାଲି ଯେଉଁ ଦୁଇଟା ଇସ୍ୟୁ ବେସିକାଲି ଚାଲିଛି, ଗୋଟେ ନ୍ୟାସନାଲ୍ ଲେବୁଲରେ ଆପଣଙ୍କର ଜୟା କିଶୋରୀଜୀଙ୍କୁ ନେଇକି, ଆଉ ଏବେ ଆମର ଏଇ ଯେଉଁ କାଶୀନାଥ ମିଶ୍ର ଜଣେ ଅଛନ୍ତି ମାଳିକା ବୋଲି ଲେଖିଛନ୍ତି, ଏଇ ଦୁଇ ଜଣଙ୍କ ଇସ୍ୟୁ ନେଇକି ଗୋଟେ ବଡ଼ ଚାଲିଛି। କ'ଣ କହିବେ ଆପଣ, ତ ହୋ ହଲ୍ଲା ଚାଲିଛି। ତ ଜିନିଷଟା କ'ଣ ମୁଁ ଆପଣଙ୍କୁ ବୁଝେଇ ଦେଉଛି ଟିକେ କ୍ଲିଅରଲି, ମାନେ ବୁଝିପାରିବେ। କଥାକାର ମାନେ କ'ଣ ଆଗେ ବୁଝନ୍ତୁ ଆଜ୍ଞା। କଥାକାର ମାନେ ମନେକର ସେଇ ଆମର କାଶୀନାଥ ମିଶ୍ର, ମୁଁ ତାଙ୍କୁ କେବେ ଦେଖିନି କି ଜାଣିନି, କିନ୍ତୁ ଯାହା ବି ହଉ ତାଙ୍କର ୟୁଟ୍ୟୁବ୍ ଚ୍ୟାନେଲ୍ ମୁଁ ଦେଖୁଥିଲି। ସେ ମାଳିକାଟାକୁ ଗୋଟେ ଭବିଷ୍ୟ ମାଳିକା ବୋଲି ଲେଖିଛନ୍ତି। ମୁଁ ସେ ଭବିଷ୍ୟ ମାଳିକା ପଢ଼ୁଥିଲି ବି, ତାର ଇଂଲିଶ ଭର୍ସନଟା ଯଦିଓ ଏ ଆମାଜନରେ ପଢ଼ୁଥିଲି। ସେ ବିଭିନ୍ନ ଖାଲି ମାନେ ମନୁସ୍ମୃତିକୁ ବି ନେଇଛନ୍ତି, ସେ ଯେଉଁ ଆମର ଗର୍ଗ ସଂହିତା ବି ନେଇଛନ୍ତି, ଆଉ ଅଚ୍ୟୁତାନନ୍ଦ ଦାସଙ୍କର ଲେଖାକୁ ନେଇକି ମିଶେଇକି ସେ ଗୋଟେ କରିଛନ୍ତି ଏବଂ ତା ନାଁ ସେ ଭବିଷ୍ୟ ମାଳିକା ଦେଇଛନ୍ତି, ଯେଉଁଟା ଆମ ଓଡ଼ିଆରେ ଆମେ ମାଳିକା ବୋଲି କହୁଛୁ। ଏଇଟା ଏକ୍ଜାକ୍ଟଲି ତାର ରିପ୍ଲିକେସନ୍ ନୁହେଁ, କିନ୍ତୁ ଆଇଡ଼ିଆଟା ହେଲା ଏଇଆ କି ତାଙ୍କର ଅଲମୋଷ୍ଟ ସେଇ ଆଇଡ଼ିଆ କି କେମିତି କଳିଯୁଗଟା ଶେଷ ହେଲେ କଳିକି ଜନ୍ମ ହେବେ ଏବଂ କ'ଣ କଳିଯୁଗଟାକୁ କ'ଣ ଡିଫାଇନ୍ ବି କରାହେଇଛି ସେଥିରେ ବହୁତ ଭଲ କି ସେଇ ଜିନିଷଟାକୁ ସେ କହୁଥିଲେ ଲୋକମାନଙ୍କ ଆଗରେ। ସେ ହେଲା କଥାକାର। ଜୟା କିଶୋରୀଜୀ କୃଷ୍ଣ ଆଉ ରାଧାଙ୍କୁ ନେଇ କହୁଛନ୍ତି, ତାଙ୍କୁ ମୁଁ କହିବି ଆପଣ ଶିବପୁରାଣ ଉପରେ କୁହନ୍ତୁ, ନା ନା। ତେଣୁ ସେ ଗୀତା ପଢ଼ିବେ, ଶ୍ରୀମଦ୍ ଭଗବତମ ପଢ଼ିବେ, କିମ୍ବା ବିଷ୍ଣୁଙ୍କ ରିଲେଟେଡ୍ ଯେଉଁ ଯେଉଁ ଗ୍ରନ୍ଥ ସେ ଯଦି ପଢ଼ନ୍ତି ତାହେଲେ ସେ କଥାକାର ହେଇପାରିବେ। ଏଇଟା ଗୋଟେ ଭଲ ଜିନିଷ ପଣ୍ଡିତ କାଶୀନାଥ ମିଶ୍ର କରିଛନ୍ତି। କ'ଣ ସେ ବହି ଗୋଟେ ଲେଖିଛନ୍ତି, ଯେଉଁଟାକି ଜୟା କିଶୋରୀଙ୍କର ବହି ଅଛି କି ନାହିଁ ମୁଁ ଜାଣିନି, କେବେ ସର୍ଚ୍ଚ ବି କରିନି। ସେ କେତେ ବହି ଲେଖିବା କଥା ବି, ଆପଣ ଯେମିତି କୁହନ୍ତି ଯେ ଗୋଟେ ଅଧ୍ୟୟନ ଅଧ୍ୟାପନା ଲେଖନ ଏମିତି ସବୁ ଯେଉଁ ଗୁରୁକୂଳରେ କୁହାଯାଏ, ଆପଣମାନେ ଗୋଟେ ଜିନିଷଟାକୁ ପଢ଼ୁଛନ୍ତି ସେଟା ଲୋକଙ୍କ ଆଗରେ ରିପ୍ରେଜେଣ୍ଟ କରୁଛନ୍ତି। ସେମାନେ କେହି ବାବା ନୁହନ୍ତି, ସେଥିପାଇଁ ଆପଣଙ୍କୁ ସିଦ୍ଧି ଦରକାର। କିଏ ବାବା ନୁହନ୍ତି ଆଜ୍ଞା। କିଏ ସେ ଜୟା କିଶୋରୀଜୀ ନିଜେ ବି କହୁଛନ୍ତି ମୁଁ ସାଧକ ନୁହେଁ, କିଏ ନୁହେଁ, ଗୋଟେ ସିମ୍ପଲି ତାଙ୍କ ପ୍ରଫେସନ୍। କିଛି ଖରାପ ନୁହେଁ ଏଥିରେ। କାଲି ସକାଳେ ମୁଁ କ'ଣ କରିବି, ବେଦ ପଢ଼ିବି, ବେଦ ପଢ଼ିକି 10 ଲୋକଙ୍କୁ ବେଦ କହିବି, ମୁଁ ମୋ ନଲେଜଟାକୁ ୟୁଟିଲାଇଜ୍ କଲି, ଲୋକ ମୋତେ ଲକ୍ଷ ଲକ୍ଷ ଟଙ୍କା ଦେଲେ, ଅସୁବିଧା କ'ଣ ଅଛି? ଏଟା ତାର ଗୋଟେ ସାଇଡ୍। ଦ୍ୱିତୀୟ ହେଲା ଏସବୁ ଯେଉଁଠି ଆପଣ ଭଗବାନ କିମ୍ବା ଈଶ୍ୱରଙ୍କ ଦିଗରେ ଆଗେଇବେ, ଆପଣଙ୍କ ଭିତରେ ଟିଞ୍ଜ ଅଫ୍ ସ୍ପିରିଚୁଆଲିଟି ଡେଭଲପ୍ କରିବାଟା ଉଚିତ, ଯଦିଓ ନେସେସରି ନୁହେଁ ବଟ୍ ଉଚିତ। ଆପଣ ଜ୍ୟୋତିଷଟିଏ ହେଲେ, ଆରେ ଆମେ ପାଠ ପଢ଼ିଛୁ, ଦିନକୁ ବସି 24 ଘଣ୍ଟା ଏଠି ରିସର୍ଚ୍ଚ କରିବୁ, ପଢ଼ିବୁ, ଲେଖିବୁ, ଗୋଟେ ଲୋକଟେ ଆସିଲା ତା ଜାତକଟେ ଦେଖିବୁ, କାହିଁ 2-3 ହଜାର ଟଙ୍କା ନ ନେବୁ? ଆମେ ନେବୁ।
ରତ୍ନପତ୍ର ରୁଦ୍ରାକ୍ଷ ବିକିବୁ, ମୁଁ ତ ରୁଦ୍ରାକ୍ଷ ଜ୍ୟୋତିଷ ଆଦି ରୁଦ୍ରାକ୍ଷ ବିକିବୁ, ତାହେଲେ ତ ଏତିକି ପଇସା ତାଠୁ ଅଧିକ ନେବୁ, କାହିଁକିନା ମୋର ଗୁଡ଼ୱିଲ୍ ଅଛି। ସିମ୍ପଲ୍ ପ୍ରଫେସନ୍ ଆଜ୍ଞା ଗୁଡ଼ା। ଆମେ କୌଣସି ଗୋଟେ ଜାଗାରେ ବସିକି କେଉଁ କଥାକାର ମାନେ ସାଧନା କରିକି ଘର ଛାଡ଼ିକି ଯାଇକି ସେମାନେ ବାବା ହେଇନାହାନ୍ତି, ସେମାନେ ସଂସାରରେ ଅଛନ୍ତି। ଘର ପିଲା ଛୁଆ ଯେମିତି ଅନ୍ୟ ଲୋକମାନେ ବଞ୍ଚୁଛନ୍ତି ଏକ୍ଜାକ୍ଟଲି ସେଭଳିଆ ଅଛନ୍ତି। ମୁଁ କୌଣସି କଣ୍ଟ୍ରୋଭର୍ସି ଭିତରକୁ ନେଇ କିଛି ମତ ଦେଉନି। କଥାକାରଙ୍କୁ ଯେଉଁ ଲୋକ ଭାବି ଦେଉଛନ୍ତି ଯେ ଏମାନେ ସନ୍ନ୍ୟାସୀ, ସେଇଟା ଭୁଲ କହୁଛନ୍ତି। କଥାକାରମାନେ ହାଇଲି ଆଟାଚ୍ ଲୋକ। ସେଇ ଜୟା କିଶୋରୀଙ୍କୁ ଦେଖୁନାହାନ୍ତି, ଫ୍ଲାଇଟ୍ରେ ଯିବା, 3-4 ଲକ୍ଷ ଟଙ୍କାର ବ୍ୟାଗ୍ ଧରିବା, କ'ଣ ଗୋଟେ କୋଟି କୋଟି ଟଙ୍କାର ଗାଡ଼ି ବି ସେ ଚଢ଼ିକି ବୁଲୁଛନ୍ତି। ତାମାନେ କ'ଣ? ସି ଇଜ୍ ଅର୍ଣ୍ଣିଂ ଏକ୍ସଟ୍ରିମଲି ଗୁଡ୍। ମୋତେ ସେଠୁ କହିବେ ସାର୍ ମହାପାତ୍ର ଆଜି ଆପଣ କ'ଣ ଅନ୍ କରୁନାହାନ୍ତି ବୋଲି ଆମେ କରିବୁନି? କରିପାରିବେ। ସେମାନେ କିଛି ନୁହନ୍ତି ଆଜ୍ଞା, ଦେ ଜଷ୍ଟ ରିଡ୍ ଆଉଟ୍ ଏ ଥିଙ୍ଗ୍, ତାକୁ ବାଗେଇକି କହୁଛନ୍ତି। ଯେମିତି ମୋଟିଭେସନାଲ୍ ସ୍ପିକର ବୋଲି ନିଅନ୍ତୁ ସେମାନେ। ଏଠି କ'ଣ ହେଉଛି, ଏଠି ସେମାନେ ଆମର ଯେଉଁ ଧର୍ମ ଗ୍ରନ୍ଥଟାକୁ ରିପ୍ରେଜେଣ୍ଟ କରୁଛନ୍ତି। ସୋ ଦ୍ୟାଟ୍ ସେମାନେ ଟିକେ କେୟାରଫୁଲି ସେଇଟା କରିବାକୁ ପଡ଼ିବ। ସେଠି ମାନେ ନହେଲେ ସେ ଗୋଟେ କାହାର ମନକୁ ସେଇଟା ହଟ୍ କରିଯିବ। କୁଠାରଘାତ ଯେଉଁ କହୁଛନ୍ତି, ଭାବନାକୁ କୁଠାରଘାତ କଲା, ସେଇଟା। କିନ୍ତୁ ସେମାନେ ବାବା ନୁହନ୍ତି। ଏଇଟା ଗୋଟେ ଲୋକମାନେ ବଡ଼ ଭୁଲ କରିଦେଇଛନ୍ତି ଯେ ସେ ଜୟା କିଶୋରୀ ହୁଅନ୍ତୁ କିମ୍ବା ଆମର ଏଇ ଓଡ଼ିଶାର କାଶୀନାଥ ସାର୍ ହୁଅନ୍ତୁ, ଏମାନଙ୍କୁ ବାବା ବୋଲି ନେଇଯାଇଛନ୍ତି। ସିଏ ଯଦିଓ ତାଙ୍କର କାଶୀନାଥ ସାର୍ଙ୍କ ଗୋଟେ ଭିତର ଯେଉଁ କଣ୍ଟ୍ରୋଭର୍ସି, ଆଇ ଏମ୍ ନଟ୍ ଗୋଇଂ ଇନ୍ଟୁ ଦ୍ୟାଟ୍, ତା ବିଷୟରେ ମୁଁ ଅନ୍ୟ ଭିଡ଼ିଓରେ ଜାଣିପାରିବେ। କିନ୍ତୁ ସେ କଥାକାର ଏବଂ ସେ ଡେଫିନେଟଲି ସେ ଜିନିଷଟାକୁ କଥା କହିକି ସିଏ ଇଣ୍ଟରନ୍ୟାସନାଲି ଯାଇକି ସେଟାକୁ ସ୍ପ୍ରେଡ୍ କରିପାରିବେ। ସେମାନେ କୌଣସି ଲୋକ, କୌଣସି ଗୁରୁ ତାଙ୍କୁ ସନ୍ନ୍ୟାସ ଦେଇନାହାନ୍ତି। ସେମାନେ ସନ୍ନ୍ୟାସୀ ନୁହନ୍ତି। ଘର ଦ୍ୱାରା ଛାଡ଼ିକି ସେମାନେ ବର୍ଷ ବର୍ଷ ଧରିକି ତପସ୍ୟା କରିନାହାନ୍ତି। ତପସ୍ୟା କଲେ ଆପଣଙ୍କର ଗୋଟେ ସିଦ୍ଧି ବଳ ଆସେ। ତପସ୍ୟା ବିଶେଷ କିଛି ମାନେ ଇଏ ନୁହେଁ, ଆପଣ କଥା କହିବେନି, ଖାଇବେନି, ଗୋଟେ ସଂକଳ୍ପରେ ରହିବେ। ଆଉ ଅଛି ତାର ସବୁ ସିଦ୍ଧି ପାଇବା ପାଇଁ ଯେଉଁ ବାବାମାନେ ଘର ସଂସାର ଛାଡ଼ିକି ଆମେ ଯାହାକୁ ଗୋଟେ ନର୍ମାଲ ୱେରେ ସନ୍ନ୍ୟାସୀ କହୁଛନ୍ତି। ଯଦିଓ ମୋ ମତରେ ଯେଉଁ ଲୋକଟି ଡିଟାଚ୍ଡ ହେଇକି ଭଗବାନଙ୍କ ପ୍ରତି ଆଟାଚ୍ ହେବାକୁ ଚେଷ୍ଟା କରେ, ସେ ଗୋଟେ ମାତ୍ରାରେ ସନ୍ନ୍ୟାସୀ। ମୋର ପିଲା ଛୁଆ, ସ୍ତ୍ରୀ, ଘର ସଂସାର ସବୁ ଥାଆନ୍ତୁ, କିନ୍ତୁ ମୁଁ ଏମାନଙ୍କ ସହିତ ଆଟାଚ୍ଡ ନୁହନ୍ତି। କାଲି ସକାଳେ 2ଟା ପିଲା ଚାଲିଗଲେ, ଇଟ୍ସ ଓକେ। କାଲି ସକାଳେ ମୋର ବାପାଙ୍କର ନିଧନ ହେଇଗଲା, ଇଟ୍ସ ଓକେ। ତ ଯିଏ ମାୟାରେ ବାନ୍ଧି ହେଇନାହାନ୍ତି, ଡିଟାଚମେଣ୍ଟ ଅଛି, ଏବଂ ସେ ଖାଲି ଡିଟାଚମେଣ୍ଟ ହେଇଗଲା ମାନେ ଏବଂ ସେମାନେ ଈଶ୍ୱର କାମୀ ବି ଅଛନ୍ତି। ଯେ କେମିତି ଆମେ ମୁକ୍ତିଟା ପାଇବା, ସେଇଟାକୁ ଗୋଟେ ଆମର ଯଦି ଧରିବା, ମୋତେ ଲାଗୁନି କୌଣସି ଧର୍ମଶାସ୍ତ୍ରଟା ମନେ କରିବା। ଏଇଟା ଗୋଟେ ପ୍ରକାର ସ୍ପିରିଚୁଆଲିଟି ଡେଫିନେଟଲି। କିନ୍ତୁ ଆମେ ଯେଉଁ ସେନ୍ସରେ ସନ୍ନ୍ୟାସୀ ବା ବାବାମାନଙ୍କୁ ବୁଝୁଛୁ, ସେ ହେଲେ ଯେଉଁମାନେ ଏକାଙ୍ଗୀ ରହି ଯାଇକି ଗୁରୁଙ୍କ ପାଖରେ ରହି ଶିଖିଛନ୍ତି ଏବଂ ସେମାନଙ୍କୁ ତାପରେ କିଛି ଟାଇଟଲ ବି ଦିଆଯାଇଛି। ଇଏ ହେଲେ ଚିଦାନନ୍ଦ, ଇଏ ହେଲେ ଅମୁକେଇ ନନ୍ଦ, ତାଙ୍କୁ ଗୁରୁ ଦୀକ୍ଷା ଦେଇଛନ୍ତି ଏବଂ ଧୀରେ ଧୀରେ ସେମାନେ ସେ ସାଧନାଟା କରିଛନ୍ତି। ଆଶ୍ରମରେ ରହିଛନ୍ତି। ଆଶ୍ରମ ରହିବା ବହୁତ କଷ୍ଟ ଆଜ୍ଞା, ମୁଁ ରହିଛି। ସକାଳ 3ଟାରୁ ଉଠ, ରାତି 9ଟା ଯାକେ ଖଟ, ପ୍ରବଳ କଷ୍ଟ। ଏବଂ ମୁଁ କେବଳ ନୁହେଁ, ମୋଠୁ ହାଇଲି କ୍ୱାଲିଫାଏଡ୍ ଲୋକ ବି ସେଠାରେ କରିଛନ୍ତି। କାରଣ ଗୋଟେ ଟ୍ରାନ୍ସଫର୍ମେସନ୍ କୁହାଯାଏ ଜୀବନରେ, ଗୋଟେ ନିଜର ଚେଞ୍ଜିଂ କିଛି ଆଣିବା ପାଇଁ। ଆପଣଙ୍କର ଶରୀର, ମନ ସବୁଥିରେ ପରିବର୍ତ୍ତନ ଆସିବ। ତ ଏମିତି ସେମାନେ ବର୍ଷ ବର୍ଷ କଲା ପରେ ସେମାନେ ସନ୍ନ୍ୟାସୀ ହେଇଛନ୍ତି। କିନ୍ତୁ ଏଇ କଥାକାର ମାନେ ନୁହନ୍ତି। ଆଉ ଜଣେ ଯେ ଆମର ଏଠି ଅଛନ୍ତି ରାଜୁ ଦାସ ବୋଲି କୁହନ୍ତି, ଭଲ କୁହନ୍ତି, ମୁଁ ତାଙ୍କୁ ବିଶେଷ ଶୁଣିନି, କିନ୍ତୁ ଆମର ବଢ଼ିଆ ଜ୍ଞାନ ମୁଁ ଦେଖିଲି। ଯେକୌଣସି ଗୋଟେ ଜିନିଷ ଉପରେ ସେ ବହୁତ ଏକ୍ସପ୍ଲେନ୍ କରିଦେଇ ପାରୁଛନ୍ତି, ବଢ଼ିଆ ପଢ଼ିଛନ୍ତି, କହୁଛନ୍ତି, କଥା କହୁଛନ୍ତି। ସେ ସନ୍ନ୍ୟାସୀ କୁଆଡ଼ୁ ହେଲେ? ସେ ତେଣୁ ଲକ୍ଷ ଲକ୍ଷ କାହିଁ କୋଟି କୋଟି ଟଙ୍କା ରୋଜଗାର କରୁନାହାନ୍ତି, କିଛି ଅସୁବିଧା ନାହିଁ, ଇନକମ୍ ଟ୍ୟାକ୍ସ ଦେବେ, ରହିବେ ଯେମିତି ରହିବା କଥା। ତେଣୁ ଆପଣ ସେମାନଙ୍କୁ କୌଣସି ପ୍ରକାର ଗୋଟେ ସିଦ୍ଧ ପୁରୁଷ ଯେମିତି ଅଚ୍ୟୁତାନନ୍ଦ ଥିଲେ କିମ୍ବା ଅନ୍ୟ ଆମର ତା ପଞ୍ଚସଖା ଜଗନ୍ନାଥ ଦାସ ଥିଲେ, ଶିଶୁ ଅନନ୍ତ ଦାସ ତାଙ୍କୁ ବି କୁହାଯାଉଛି, ସେ ଯେଉଁ ଥିଲେ, ତ ସେମାନେ ଯେଉଁ ପଞ୍ଚସଖା ଯେଉଁ ରହିଲେ, ସେମାନଙ୍କ ଭଳିଆ ସେମାନେ ସିଦ୍ଧ ପୁରୁଷ ନୁହନ୍ତି। ମୋ କଥାଟା ବୁଝିବାକୁ ଚେଷ୍ଟା କରନ୍ତୁ, ବୁଝନ୍ତୁ। ଗୋଟେ ଲୋକ କାଲି ସକାଳେ ମୁଁ ବସି ଗୀତା ଜ୍ଞାନ ଦେବି, ତାମାନେ କ'ଣ ମୁଁ ଗୋଟେ ସାଧୁ ହେଇଗଲି? ଏମିତି ହେଇପାରେ ଜଣେ ସାଧୁ ଗୋଟେ ଗୀତା ଜ୍ଞାନ ଦେଇପାରନ୍ତି। ଯେମିତି ପ୍ରେମାନନ୍ଦ ମହାରାଜ ବସିକି ତାଙ୍କର କରୁଛନ୍ତି ଡେଲି ତାଙ୍କ ସତ୍ସଙ୍ଗ, ଯିଏ ଆପଣ ଦେଖୁଥିବେ ୟୁଟ୍ୟୁବରେ ବହୁତ ଭାଇରାଲ ହେଉଛନ୍ତି, ତାର କିଡ଼ନୀ ନାହିଁ, ଜଣେ ସନ୍ନ୍ୟାସୀ, ଘର ଦ୍ୱାର କିଛି ନାହିଁ, ବହୁତ ସନ୍ନ୍ୟାସୀ କରୁଛନ୍ତି, କିନ୍ତୁ ଆଜିକା ଡେଟ୍ରେ ଜ୍ଞାନଟାକୁ ସେ ଇମ୍ପାକ୍ଟ କରୁଛନ୍ତି।
କିନ୍ତୁ ଏମାନେ ଗୋଟେ ଜିନିଷଟାକୁ ପଢ଼ିଲେ ତାକୁ ପ୍ରଚାର ପ୍ରସାର କଲେ, ତା ବିଷୟରେ ଲେଖାଲେଖି ବି କରିବା ଦରକାର। ଜୟା କିଶୋରୀଙ୍କର ଉପରେ ଗୋଟେ ଡିଫରେଣ୍ଟ ଭିଡ଼ିଓ ମୁଁ କରିବି କିମ୍ବା ହିନ୍ଦୀରେ କରିଛି ବୋଧେ। ତାଙ୍କର ଯେଉଁ ଲାଇଫଷ୍ଟାଇଲଟାକୁ ନେଇକି ଡେଫିନେଟଲି କ୍ୱେଶ୍ଚିନେବୁଲ୍। କାହିଁକି ନା ଗୋଟେ କଥାକାର ଯିଏ, ଯେମିତିକି ମୁଁ ଗୋଟେ ହେଲି ଆଷ୍ଟ୍ରୋଲୋଜର, ପଢ଼ିବା ଲେଖିବା ହେଲା ମୋ କାମ। ଯଦି କାରଣ ଏତେ ବହି ଜ୍ୟୋତିଷରେ ଅଛି ମୋତେ ନ ପଢ଼ିବି ହେବନି। ଖାଲି ଜ୍ୟୋତିଷ ବହି ପଢ଼ିଦେଲେ ହେବନି, ତାକୁ ଛାଡ଼ିକି ପୁରାଣ, ସଂହିତା, ଉପନିଷଦ ଯଦି ପଢ଼ିବି, ମୁଁ ଆହୁରି ସୁନ୍ଦର ରୂପେ ଗୋଟେ ଜିନିଷଟାକୁ କୋରିଲେଟ୍ କରିଦେବି। କାରଣ ମୁଁ ବହି ଲେଖୁଛି ନିଜେ, ପର୍ସନାଲି ଗୋଟେ ବହି ମୋର ପବ୍ଲିଶ ହେଇଗଲାଣି, ଆଉ ଗୋଟେ ବହି ମୁଁ ଲେଖୁଛି। ଏବଂ ଇଂଲିଶର ଅଲ୍ ଇଣ୍ଡିଆ ଲେବୁଲରେ ଗୋଟେ ବହି ଲେଖିବାଟା ଭାରି କଷ୍ଟ କାମ ବି, ମୁଁ ଏଟା ମାନୁଛି। ତ ତାଙ୍କର ଆପଣଙ୍କର ଗୋଟେ ପ୍ରଥମ ଜିନିଷ ଗୋଟେ ପାଠାଗାର ବା ଲାଇବ୍ରେରୀ ରହିବା କଥା। ଆପଣ ନ ଖାଆନ୍ତୁ, ଆପଣଙ୍କର ଗାଡ଼ି ଘୋଡ଼ା କିଛି ନଥାଉ, ଆପଣ ଯଦି 5 ଲକ୍ଷ 10 ଲକ୍ଷ ଗୋଟେ ଗାଡ଼ିରେ ସ୍ପେଣ୍ଡ କରୁଛନ୍ତି, ତାହେଲେ ଆପଣଙ୍କର ଲାଇବ୍ରେରୀ ଗୋଟେ ରହିବା କଥା। ମୁଁ ମୋ ପର୍ସନାଲ ମତ ଦେଉଛି, ଆପଣ ଭାବିବେନି ଯେ ମୁଁ ଗୋଟେ ପ୍ରେସ୍କ୍ରାଇବ୍ କରୁଛି ବୋଲି। ଯେକୌଣସି ଗୋଟେ କଥାକାର ତାର ଗୋଟେ ଲାଇବ୍ରେରୀ ରହିବା କଥା, ଏବଂ ସିଏ ବହୁତ ସମୟ ସେ ପଢ଼ିବା କଥା, ତାକୁ ଲେଖିବା କଥା, ଗୋଟେ କହିବା କଥା। ଯଦି ବି ସେତିକି ନ କରୁଛନ୍ତି, ଲେଖୁନାହାନ୍ତି, କହୁଛନ୍ତି ତ, କହିବା ଦ୍ୱାରା ସେମାନଙ୍କୁ ବହୁତ ପଇସା ମିଳୁଛି। ମୋଟିଭେସନାଲ୍ ସ୍ପିକର, ବହୁତ ଗୁଡ଼ିଏ ଲୋକ ତାଙ୍କ କଥାକୁ ଶୁଣିକି ଟ୍ରାନ୍ସଫର୍ମ ହେଇଯାଉଛନ୍ତି। ସେମାନେ ହେଲେ ସ୍ପିକର, ୱାନ୍ କାଇଣ୍ଡ ଅଫ୍ ସ୍ପିରିଚୁଆଲ, ରିଲିଜିୟସ୍, ଟ୍ରାନ୍ସଫର୍ମେସନାଲ ସ୍ପିକର। ସେମାନେ ଆପଣଙ୍କୁ ଯୋଗ ଶିକ୍ଷା ଦେଉନାହାନ୍ତି, ସେମାନେ ଆପଣଙ୍କୁ କ'ଣ କହୁନାହାନ୍ତି ଯେ ଆପଣ ଖାଲି ଆପଣଙ୍କର ମନଟାକୁ ଟ୍ରାନ୍ସଫର କରିବାରେ ସେମାନେ ସାହାଯ୍ୟ ହେଉଛନ୍ତି। ବହୁତ ଲୋକ ବି କହିବେ, ମାନିବେ ବି, ଯେ ଆମେ ସେ ଜୟା କିଶୋରୀ ହୁଅନ୍ତୁ, ଆମ ଓଡ଼ିଶାର ସେ ଭଦ୍ର ବ୍ୟକ୍ତି ହୁଅନ୍ତୁ, ତାଙ୍କୁ ଶୁଣିକି ଆମ ଭିତରେ ଟ୍ରାନ୍ସଫର୍ମେସନ୍ କିଛି ଆସିବ ଆଜ୍ଞା। କାହିଁକି ନା କହିବାର ପାୱାର ସେୟା ଥିଲା। ହିଟଲରଙ୍କୁ ଶୁଣିକି ଲୋକ ମୋହିତ ହେଇଯାଉଥିଲେ, ଇଏ ତ ଭଲ କଥା କହୁଛନ୍ତି, ପ୍ରବଚନ ଦେଉଛନ୍ତି। କିନ୍ତୁ ଏଇ ପ୍ରବଚନ ଦେଉଥିବା ଲୋକମାନେ ବାବା ନୁହନ୍ତି। ସେମାନେ ସେଥିରେ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ରୋଜଗାର କଲେ ବି ଆପଣଙ୍କର କ'ଣ ଅସୁବିଧା ଅଛି? ଲୋକ ମାରି ଖାଇଦେଲେ, ଆପଣମାନେ ଦେଉଛନ୍ତି ତ। ଗୋଟେ ମଜା ଜିନିଷ ହେଲା ଏଇ ଆମର, ସେମିତି ଜ୍ୟୋତିଷ ବି ଗୋଟେ ପ୍ରଫେସନ୍। ଆମେ ପାଠ ପଢ଼ିଛୁ, ସାର୍ଟିଫିକେଟ୍ ଆଣିଛୁ। ଯେମିତି ଆମେ ମ୍ୟାନେଜମେଣ୍ଟ ମୁଁ ପଢ଼ୁଥିଲି, ଯେମିତି ମୁଁ ଆନ୍ଥ୍ରୋପୋଲୋଜି ପଢ଼ୁଥିଲି, ସବୁଥିରେ ସାର୍ଟିଫିକେଟ୍ ମୁଁ ଆଣିଛି, ଫାର୍ଷ୍ଟ କ୍ଲାସ୍ ଫାର୍ଷ୍ଟ। ଏଥିରେ ତ ଜ୍ୟୋତିଷରେ ତ ସମସ୍ତଙ୍କୁ ଗୋଲ୍ଡ ମେଡ଼ାଲ ହିଁ ମିଳିଯାଏ ଗୋଟେ ଭାରି ସହଜରେ। ତ ପାଠ ପଢ଼ିଛୁ, ଆମେ ପ୍ରାକ୍ଟିସ୍ କାହିଁ କରିବୁନି? ତ ସେଇଭଳିଆ ଗୋଟେ କଥାକାର ହେବାକୁ ହେଲେ ସେ ପଢ଼ିବା ଦରକାର, ଲେଖିବା ଦରକାର, କହିବା ଦରକାର, ଏବଂ ଗୋଟେ ବେସିକ୍ କ୍ୱାଲିଫିକେସନ୍ଟା ଗୋଟେ ରହିବା ବି ଉଚିତ। ଯେମିତି ଜୟା କିଶୋରୀ କ'ଣ ପାଠ ପଢ଼ିଛନ୍ତି ମୁଁ ଜାଣିନି, ଯେତେ ଆପଣ ହାଇଲି କ୍ୱାଲିଫାଏଡ଼୍ ହେବେ ସେତେ ଭଲ ହେବ। ଆପଣ ଯଦି MA ପଢ଼ିଛନ୍ତି, MBA କରିଛନ୍ତି, MSc ପଢ଼ିଛନ୍ତି, IIT IIMରୁ ପଢ଼ିଛନ୍ତି, ଯେମିତି ଆମର ମୁକୁନ୍ଦାନନ୍ଦ IIT IIM, ସେ କେତେ ସୁନ୍ଦର ରୂପେ ଜିନିଷଟା ବୁଝିପାରନ୍ତି। କାରଣ ଗୋଟେ ଲୋକ ଯଦି କ୍ୱାଲିଫାଏଡ଼୍ ଅଛି, ତାହେଲେ ସେ ଭଲ କଥା କରିପାରିବ। ତ କ୍ୱାଲିଫିକେସନ୍ ଉପରେ ଫୋକସ୍ ଦେବା କଥା, ସାରସ୍ୱତ ସାଧନାଟାକୁ ବେଶୀ କରିବା କଥା, ନା କି ଲକ୍ଜୁରୀ ପଛରେ ଗୋଡ଼େଇବା କଥା। ଯଦିଓ ଲକ୍ଜୁରୀଟା କିଛି ମନା ନାହିଁ, ଆପଣ କରିପାରିବେ। ତେଣୁ ଆପଣ କୌଣସି ଜୟା କିଶୋରୀ ହେଲା କିମ୍ବା ଯଦି କିଛି ଲୋକ ଆମର, ମୁଁ କାହାକୁ ଟେକୁନି କି କାହା ସପୋର୍ଟରେ କହୁନି, ଏଇଟା ହେଲା ସତ୍ୟ କଥା ଆଜ୍ଞା। ଆପଣମାନେ ଜଣେ କଥାକାରଙ୍କୁ ଭୁଲ ବଶତଃ ଗୋଟେ ସନ୍ନ୍ୟାସୀର ଆଖ୍ୟା ଦେଇଦେଇଛନ୍ତି। ସନ୍ନ୍ୟାସୀ ନୁହନ୍ତି। କାଲି ସକାଳେ କିଏ ମାଳିକାକୁ ନେଇକି ଓଡ଼ିଶାରେ କଥା କଲେ ଜଣେ ଲୋକ, ସେ ତାଙ୍କ ଗୋଟେ ପ୍ରୋଗ୍ରାମରୁ ସେ 10,000, 15,000, 20,000 ପାଇଲେ। ସେମିତି ବହୁତ ପ୍ରୋଗ୍ରାମ କଲେ, ମାସକୁ ତାଙ୍କର ହେଇଗଲା 1,00,000, 2,00,000 ରୋଜଗାର। ସେ ଗୋଟେ ଘର କରି ପକେଇଲେ। ତ ଏଥିରେ ଆପଣ ବ୍ୟସ୍ତ ହେଇଯିବାର କ'ଣ ଅଛି? ମୁଁ ତ ଲକ୍ଷ ଲକ୍ଷ ଟଙ୍କାର ଚାକିରି ଛାଡ଼ିକି ଆଜି ଜ୍ୟୋତିଷ ହେଇଛି। ଆପଣ କହିବେ ଯେ ନାଇଁ ସାର୍, ସେମାନେ ଅନ୍ୟ କିଛି କାହିଁ କାମ କରୁନାହାନ୍ତି, ସେମାନେ, ମୁଁ ତ କ୍ୱାଲିଫାଏଡ଼୍ ବି, ମୁଁ ତ ସେମିତି ଅନ୍ୟ ଚାକିରି ଛାଡ଼ିକି ମୁଁ ଜ୍ୟୋତିଷ କରୁଛି, କାରଣ ଏଇଟା ମୋତେ ଭଲ ଲାଗୁଛି। ପଢ଼ିବା, ରିସର୍ଚ୍ଚ କରିବା, ଗୋଟେ ଜିନିଷକୁ ନୂଆ ନୂଆ ଶିଖିବା ଡେଲି, ଏତେ ମନୋଟୋନିୟସ୍ ନୁହେଁ। ତେଣୁ ଦ୍ୟାଟ୍ ଇଜ୍ ଦେୟାର ଚଏସ୍। ଗୋଟେ ଲୋକ ଆଜିକା ଡେଟ୍ରେ ବି ଭଲ କ୍ୱାଲିଫାଏଡ଼୍ ପର୍ସନ୍ ହେଇକି ବି ସେ କାଲି ସକାଳେ କଥାକାର ହେଇପାରିବ, କିଛି ଅସୁବିଧା ନାହିଁ। ଆଉ ମୁକୁନ୍ଦାନନ୍ଦ ସାର୍ ତ ସେମିତି ଯୋଗୀ, କିନ୍ତୁ ସିଏ ଦେଖିବାକୁ ଗଲେ ପ୍ରାଇମାରୀ ସେ କଥା ହିଁ କରନ୍ତି, କିନ୍ତୁ ସିଏ ଗୋଟେ ସନ୍ନ୍ୟାସୀ। ମୁଁ କହିଲେ ସନ୍ନ୍ୟାସୀ ହେଇକି ଆପଣ କରିପାରିବେ, କିନ୍ତୁ ଯେଉଁମାନେ କରୁଛନ୍ତି ଯେ ସେମାନେ ଡେଫିନେଟଲି ଜଣେ ସନ୍ନ୍ୟାସୀ ବା ବୈରାଗୀ,
ସେଟା ଭାବିବେ ଆପଣଙ୍କର ଭୁଲ। ସେଇଟା ଡେଫିନେଟଲି ଗୋଟେ ଇକୋନୋମିକ୍ କଣ୍ଟ୍ରିବ୍ୟୁସନ୍। ମୁଁ ତ ବେପାର ବୋଲି କହିବିନି, ଏଟା ଗୋଟେ ଇକୋନୋମିକ୍ କଣ୍ଟ୍ରିବ୍ୟୁସନ୍। ଯଦି ଗୋଟେ ଲୋକ କୋଉଠି ସେଇ ଜୟଘୋଷରେ ଯିବି କୁହନ୍ତି ଯେ ମୁଁ ଲକ୍ଷ ଲକ୍ଷ ଟଙ୍କା ଡୋନେଟ୍ କରେ, ବହୁତ ଭଲ କଥା। ମୋ ରୋଜଗାର ହେଲେ ତ ମୁଁ ଡୋନେଟ୍ କରିବି। ଆଉ କ'ଣ ମୋ ଭଳିଆ ଘର ବାଡ଼ି ବିକିକି ଡୋନେଟ୍ କରିବି? ତେଣୁ ଆପଣ ଏଇ ଜିନିଷଟାକୁ ନେଗେଟିଭଲି ନିଅନ୍ତୁନି। ଯେଉଁମାନେ କଥା କରୁଛନ୍ତି, ମୁଁ କିଛି ଲୋକାଲ ଲୋକ ଯେହେତୁ ଓଡ଼ିଶାଟାକୁ ଦେଖିବେ, ମୁଁ କିଛି ଲୋକାଲ ସେ ଲୋକ ଆସି ଆପଣଙ୍କର ପଣ୍ଡିତ ରାଜୁ ଦାସ ହେଲେ କି ଇଏ ହେଲେ କି ସେ ଆଉ ଜଣେ ମାଳିକା ବି କହୁଛନ୍ତି, ଆଉ ମୁଁ ତ ମାନେ ବହୁତ କମ୍ ଦେଖେ ସେମାନଙ୍କୁ, ଅଲମୋଷ୍ଟ ନ ଦେଖେ କହିଲେ ଚଳେ। ଯେଉଁଟା ଟିକେ ନ୍ୟୁଜ୍ରେ ହାଇଲାଇଟ୍ ହେଉଛି, ଯାହା ନା ମୁଁ ଜାଣିଛି କହୁଛି, କୌଣସି ସେ ଲୋକଙ୍କ ସବୁ ପର୍ସନାଲି ସେ ମୋତେ ଜାଣିନାହାନ୍ତି, ନାହିଁ ମୁଁ ସେମାନଙ୍କୁ ପ୍ରମୋଟ୍ କରୁଛି, ନାହିଁ ସେମାନେ ମୋତେ କିଛି ପଇସା ଦେଇଛନ୍ତି। ମୁଁ ଗୋଟେ ଜିନିଷର ସତ୍ୟତା କହୁଛି। ଜୟକିଶୋରୀଜୀଙ୍କୁ କଥା ମୁଁ କହୁଛି ନ୍ୟାସନାଲ୍ ଲେବୁଲ୍ରେ। ତେଣୁ ସେ ବାବା ହେଇକି ଯଦି ବିଜନେସ୍ କିଏ କରୁଛି ସେଇଟା ଭୁଲ। ହଁ, ମୁଁ କଥା ଉପରେ ହୁଏତ ଆଉ ଗୋଟେ ଭିଡ଼ିଓ କରିବା ଯେ ବାବା ଆଉ ବେପାର ବୋଲି, କିନ୍ତୁ ଏଇଟା କଥାକାର ଓ ବେପାରଟାକୁ ଆପଣ ମନେ ରଖିଥାନ୍ତୁ ଯେ କୌଣସି କଥାକାରଙ୍କୁ ଆପଣ ବାବାର ଆଖ୍ୟା ଦେବେନି। ଗୋଟେ ହାଇଲି କ୍ୱାଲିଫାଏଡ଼ କଥାକାର ହେଲେ ବହୁତ ଭଲ। ହଁ, ଯଦି ଗୋଟେ ଲୋକର ଆପଣ ସେ ଗୋଟେ ଲୋକର କ୍ୱାଲିଫିକେସନ୍ଟାକୁ ଦେଖନ୍ତୁ ଆଗ, ସେ କ'ଣ ପଢ଼ିଛି କ'ଣ ନାହିଁ। ଆଉ ଯଦି ବି କ୍ୱାଲିଫିକେସନ୍ ତା'ର +2 କି ଗ୍ରାଜୁଏସନ୍ ହେଇଥାଏ, ଯଦି ତ ଓଡ଼ିଆରେ ବହି ଲେଖା ହେଉଛି ନା, ଯଦି ପିଲାଦିନୁ ଗୁରୁକୁଳରେ ରହିକି ପଢ଼ି ଆସୁଛନ୍ତି, ଆମ ଭଳିଆ ନୁହେଁ କି ଚାକିରି ବାକିରି ଛାଡ଼ିକି ହଠାତ୍ ଜ୍ୟୋତିଷକୁ ପଳେଇ ଆସିଲୁ, ନା, ପିଲାଦିନୁ ପଢ଼ିଛନ୍ତି। ସେଇ ଯେଉଁ ଗୋଟେ କହନ୍ତି ଯେ ବ୍ରାହ୍ମଣ ଘରେ ଗୋଟେ ମର୍ଯ୍ୟାଦା ଥାଏ, ଉପନିଷଦ ପଢ଼ିବା, ବେଦ ପଢ଼ିବା, ପଢ଼ିଛନ୍ତି, ତାହେଲେ ବି ଭଲ। କିନ୍ତୁ ସେମାନେ କୌଣସି ପ୍ରକାର ସନ୍ନ୍ୟାସୀ କି ବାବା ନୁହନ୍ତି ଯେ ସେମାନେ ଗାଡ଼ି ଚଢ଼ିଲେ, ଘର କଲେ, ସେଥିପାଇଁ ଆପଣ ପ୍ରତିବାଦ କରିବେ। ଆପଣମାନଙ୍କର ସେ ଆପଣଙ୍କୁ ଗୋଟେ ପ୍ରକାର ସର୍ଭିସ୍ ଦେଉଛନ୍ତି। ଯେମିତି ଆମେ ଆଷ୍ଟ୍ରୋଲୋଜର ସର୍ଭିସ୍ ଦେଉ, ସେମାନେ ଆପଣଙ୍କୁ ଗୋଟେ ପ୍ରକାର ସର୍ଭିସ୍ ଦେଉଛନ୍ତି। ତେଣୁ ଏଥିରେ କିଛି ନାହିଁ। ତେଣୁ ସେମାନେ ଯଦି କେଉଁଠି କହୁଥିବେ, ଆଚ୍ଛା ଆପଣ ସେମାନେ କହିବେ ସେମାନେ କଥା କହୁଛନ୍ତି, ଯେଉଁଟା ସେମାନେ କହୁଛନ୍ତି ସେଇଟା କରିବା ଉଚିତ ନାହିଁ। ସେଟା ଗୋଟେ ଆଡ଼ଭୋକେଟ୍ ତ କ୍ରାଇମ୍ ବିଷୟରେ ସବୁବେଳେ କହୁଛି, ସେ କ'ଣ କ୍ରାଇମ୍ କମିଟ୍ କରିବ କି? ନାଇଁ। ହଁ, ଯଦି ସେ ବହୁତ ଆଣ୍ଟି କଲେ ସେଇଟା ଅଲଗା କଥା। ନର୍ମାଲି ମୁଁ ଯେଉଁ କହିଲି ଗୋଟେ ସାତ୍ଵିକତା ରହିବା କଥା, ଯେ ଗୋଟେ କଥାକାର ଯିଏ କରୁଛି ତା'ର ଗୋଟେ ଜୀବନଶୈଳୀଟା ଟିକେ ସିମ୍ପଲ୍ ରହିବା କଥା। ଯେଉଁ କଥାଟା ସେ ଲୋକଙ୍କୁ କହୁଛି ସେଇଟା ଯଦି ସେ ନିଜେ ଇମ୍ବାଇବ୍ କରିପାରିଲା ତାହେଲେ ବହୁତ ଭଲ। ଯେମିତି ଆମର ମୁକୁନ୍ଦାନନ୍ଦ, ମୁଁ କାହାକୁ ପ୍ରମୋଟ୍ କରୁନି, ଆଉ ଥରେ କହି ରଖୁଛି, ମୁଁ ସେମାନଙ୍କୁ ବହି ପଢ଼େ, ଦେଖେ, ୟୁଟ୍ୟୁବରେ ସେମାନଙ୍କ କଥା ଶୁଣେ, ତେଣୁ କହୁଛି ତାଙ୍କ ବିଷୟରେ। ଏଥିରେ କୌଣସି ପ୍ରକାର ପର୍ସନାଲ୍ ବିଜନେସ୍ ଇନଭଲ୍ଭ ନାହିଁ। କାରଣ ଆଜିକାଲି ନେଗେଟିଭ୍ ନେବାକୁ ଲୋକ ବସି ପଡ଼ିବେ ପରା, ସାର୍ ବୋଧେ କେଉଁଠି ପଇସା ନେଇ କହୁଛନ୍ତି। ଆଉ ତ ଏଇ ହେଲା ଜିନିଷ। ତେଣୁ ଆପଣ ଜ୍ଞାନଟା ଗୋଟେ କଥାକାରର ହେଲା ମେନ୍ ଷ୍ଟ୍ରେନ୍ଥ। ଆପଣ ଯେଉଁ ଲୋକ ଜ୍ଞାନୀ ତା ପାଖକୁ ଯାଆନ୍ତୁ, କିଛି ଉପକୃତ ବି ହୁଅନ୍ତୁ, ତାଙ୍କ କଥା ଶୁଣନ୍ତୁ, ଇଏ କରନ୍ତୁ। କିନ୍ତୁ ସେମାନେ ଗୁରୁ ହେବା ପାଇଁ ଯୋଗ୍ୟ ନୁହନ୍ତି। ସେମାନେ ଆପଣଙ୍କୁ ସବୁବେଳେ ଗାଇଡାନ୍ସ ଦେଇପାରିବେନି, ଆପଣଙ୍କୁ ଆଧ୍ୟାତ୍ମିକ ଦିଗରେ ଆଗେଇବାକୁ ଯାଇପାରିବେନି। ମାନେ ଗୁରୁ ନୁହେଁ, ସେମାନେ ଗୋଟେ ଆଶ୍ରମ କରି ଗୁରୁ କରୁନାହାନ୍ତି। କିନ୍ତୁ ଯେଉଁଟା ମୁଁ ଆରମ୍ଭରୁ କହିଲି ଯେ ଆପଣ ସବୁଗୁଡ଼ାକ ଗୋଟେ ପ୍ରକାର ଭାବି ଦେଇଛନ୍ତି, ସେ ଜ୍ୟୋତିଷ, କଥାକାର, ସନ୍ନ୍ୟାସ, ତାନ୍ତ୍ରିକ, ମାନ୍ତ୍ରିକ, ନା, ଏମିତି ସବୁ ଅଲଗା ଅଲଗା। ତ ଭଲ ଗୋଟେ ଏଟା କେউ କହୁଛନ୍ତି ସେଇଟା ଗୋଟେ ଭଲ ବିଜନେସ୍, ହଉ, କିଛି ଅସୁବିଧା ନାହିଁ, ଆପଣମାନେ କରୁନାହାନ୍ତି। ଯଦି ଆପଣଙ୍କର ସେତିକି ଜ୍ଞାନ ପ୍ରତି ଶ୍ରଦ୍ଧା ଅଛି, କହିପାରିବାର କ୍ୟାପାସିଟି ଅଛି, କରନ୍ତୁ, କିଛି ମନା ନାହିଁ। ସବୁ ସଂସ୍କୃତିରେ ଅଛି। ସଂସ୍କୃତି ଏଠି ମୁଁ ରିଲିଜିୟସ୍ କଲଚର ବିଷୟ, ମାନେ କଲଚର ରିଲିଜିୟନ୍ ସାଇଡ଼୍ଟାକୁ ବେସିକାଲି କହୁଛେ, ଅନ୍ୟ ଜିନିଷ ନୁହେଁ। ଯଦିଓ କଲଚର ଅଣ୍ଡରରେ ସବୁ ଆସେ, ସଂସ୍କୃତି କହିଲେ ଆମେ ସବୁ ବୁଝୁ। ଗୋଟେ ଲୋକ ପିନ୍ଧୁଛି କେମିତି, ବସୁଛୁ କେମିତି, ଉଠୁଛୁ କେମିତି, ତା ଘର କେମିତି ବନଉଛି, ସବୁ ସଂସ୍କୃତି। ତ ଆଶା କରେ ଆପଣ ବୁଝିପାରିଥିବେ ମୁଁ ଯାହା କହିବାକୁ ଚାହୁଁଥିଲି। ଏମିତି କିଛି ଭଏସ୍ ମୁଁ ରେଜ୍ କରିବାକୁ ଚାହେଁ, ମୋତେ ଲାଗେ କି ହଁ ମୁଁ କହିବା ଉଚିତ,
मत कि शुणा द्वारा किसी लोक जिन डाउटा क्लीयर हो कथाकार मैंने से कहे जमी ज्योतिष मैंने उठिक राशिफलटा कहते सका जदिव राशिफल बोली किसी ना कि कहार आवश्यकता भी ना से मैं संपूर्ण विरोध करे ज्योतिष फैटर्निटी भी किंतु आपणकर कथाकार मैंने से गोटे प्रकार मोटिवेशनल स्पीकर आपड़ देखुना जो महेश्वरी अच्छा आउ जन के मोटिवेशनल स्पीकर है लक्ष लक्ष टाँग रोजगार कर डेफिनेटली गुड बिजनेस असुविधा कौन अच्छी गोटे लोक ता ज्ञान को सेल करुचे आपण मैंने किसी कष्ट होता ज्ञान टाक लाभ करेंगे आउ कौन कहीं काली सकाଳେ जदि मु रुद्राक्ष विषय कहूँ कि ओडिशा रे लिंगराज मंदिर केमी माने कौन लिंगराज मंदिर केमी ताकू बाहर जाए कहूँ से मत गवर्नमेंट फंडिंग करनी कि आपण मैंने मत पठेदेवे पैसा देकी जा सब जिनस पैसार आवश्यकता रही है गोटे लोक तार सेल्फ इम्प्रुवमेंट सेल्फ डेवलपमेंट पैसा बहुत खर्च करे तेणु आप गोटे कथार पैसा देवार असुविधा कौन अच्छी तेणु आपण मैंने डिसाइड करूँ कथाकार पाखक आप जी कि ना जदि जहाँकि आप खूब भल लगुच सत्संग बसवाक आप गोटे प्रकार सिनेमा जमी देखिए एक्सपीरियंस नौ यहाँ गोटे से भाया एक्सपीरियंस किसी लॉजिकली मो सहित जुक्ति करतुनि मुझे जहाँ कहूँ खाली बुझे चेष्टा करूँ यहाँ गोटे प्रकार एक्सपीरियंस आप एक्सपीरियंस ने बहुत भल लगे आप रागी आपंकर मानसिक स्थिति ठीक नाला आप गले आप शुणिले आप कहले नाई ना बहुत भल कि जो लोकटी कहूँ सी जो स्वयं कृष्ण ना जो लोकटी शिव विषय कहूँ सी स्वयं शिव भाया हम ना सी खाली बहीटा पढ़ी आपण पाखे ठीक भाटार प्रेजेंट कर गोटे प्रकार मोटिवेशनल स्पीकर कहले चलो गोटे प्रकार नॉट कंप्लीटली किंतु से सन्यासी के बाबा नुहति जे आपण से आपण पैसा नेबेनी जदि गाड़ी में बस पड़ेगा पाप होगा आपन खराब लगुच आप जीवेनि पैसा देवेनि असुविधा कौन अच्छी मु आस्ट्रोलोजर ये बस मो पाक डेली लोक दौड़ुन जी ज्योतिष पाखे विश्वास अच्छी जे पैसा खर्च करने चाहूँ तो कहूँ आपन पैसा खर्च करार अच्छी जदि आप आसतु मो पाक आपंकर किसी गोटे गुड फिलिंग ना आप मत कहे से भाया आपड़ पाक जाऊँ पैसा दौरान एथर दोष कौट रहा मजा जिनस है मार्केटिंग किसी गोटे स्कोप न था बुली बुली घरे बिक्री हो ना कथाटा गोटे कहले आप यूट्यूब देखिले आप कहले भल लगे आप शुणिले तो आपन जदि कहार सर्विस नौ आप पेमेंट करेंगे कहीं चलवा कथा होता जदि ये आम भाया लोक मैंने जो मैंने आम बसिकी पूजा करुचु कि ज्योतिष शिखुचु आमको तो जदि गवर्नमेंट गोटे किसी मिलू था स्टाइपेंड भी भारी खुशी हमें ना यूजीसी अंडर ज्योतिष अच्छी ये लोकटी ओडिशा तरफ लिखुची पढ़ुची जाऊँगी तो मिलूँ कि पैसा ना ऑल आर प्राइवेट बिजनेस एंड फंक्शंस लाइक कॉर्पोरेट्स हो बहुत समय कहली आशा करें आप पॉइंटा बुझी जाइए तेणु कथाकार मानक आप बाबा हिसाब से कथाकार मैंने आप जो कौन भाषा कहतु प्रवक्ता प्रवचनदाता ये सब जहाँ ओडिशा कहीपर आप कहतु किंतु से सन्यासी बाबा नुहत से जीवन शैली से बदल सेम भी मुझे ज्योतिष आजिका डेट में ज्योतिष देखिले सब बेसिकाली महाराष्ट्र जाइली सब हिरो हिरोइन भाया बुलूँ एक बार भल आस्ट्रोलोजी कर भल भारतीय विद्याभवन पढ़ी आसुँच एक बार प्रेडिक्शन बहुत भल कर जेमस्टोन दुकान अच्छी तो मुझे विरोध बिल्कुल करे ना मुझे प्रमोट करे मुझे ना ना करूँ बिजनेस टाक जिते डेभलप करेंगे आपड़ गोटे सर्विस दौरान पैसा नवर असुविधा कौन हो आजपाई एथरे मुझे नहीं सब लोकंर ना आपण मैंने बुझार सरलता मुझे से लोक पर्सनाली जानी ना ही से लोक मान सहित मोर पर्सनाली किसी दुश्मनी कि मित्रता अच्छी शत्रुता मित्रता अच्छी आपण मानकर बुझार कन्वीनियंस गोटे एग्जांपल सेट करने मुझे लोक मानकर ना नेली आशा करें मुझे जहाँ कहूँ आपण मैंने बुझीपारे मोर यही सब जिन अधिक जानापी हिंदी इंग्लीश जो जानी शुणु यूट्यूब तो फ्री हो जदि आप गोटे किसी निजस्व मतामत थाए ताले शेयर करेंगे
कमेंट सेक्शन रे वीडियोटा आपन भल लगे लाइक करेंगे, खराब लगे डिसलाइक करेंगे। गोटे रिक्वेस्ट शेयर करदे। हुए तो मो भाया महामूर्ख को आउ गोटे कौन से बहुत महामूर्ख पसंद कर दे पारे। हो आज ये यदि महादेव चाहते आउ गोटे वीडियो नहीं आपन पाखे खूब शीघ्र उपस्थित हेबी। से पर्यंत मत आज्ञा दिंतु। ओम नमः शिवाय।